ବିଲାତି ଧଣିଆ। ତ ଏଇ ଧଣିଆ ଆପଣମାନେ ଲଗେଇଛନ୍ତି କି ନାହିଁ କହିବେ। ତ ଏଇଟା ଯଦି ଆପଣ କୋଉଠି ବି ଦେଖୁଛନ୍ତି, ଏଇଟା ଖାସ୍ କରିକି ଆମର ପାହାଡ଼ିଆ ଅଞ୍ଚଳରେ ଦେଖିବାକୁ ମିଳିଥାଏ। ମୁଁ ବି ମଧ୍ୟ ପାହାଡ଼ି ଅଞ୍ଚଳରୁ କଲେକ୍ଟ କରିଛି। ତ ଏଇ ଗଛ ଯଦି ପାଉଛନ୍ତି ନା, ତାହେଲେ ନିଶ୍ଚିତ ଭାବରେ ଗୋଟେ ୟାର ମୂଳ ଆଣିକି ଲଗାନ୍ତୁ। ୟାର ମୂଳ ଯଦି ଆପଣ ଥରେ ଲଗେଇବେ, ତାର ମଞ୍ଜି ବି ମଧ୍ୟ ଆପଣ କଲେକ୍ଟ କରିପାରିବେ। ଅଦିନରେ ବି ଯେମିତିକି ଆମର ଶୀତ ହଉ, ଖରା ହଉ, ବର୍ଷା ହଉ, ସବୁବେଳେ ୟାର ପତ୍ର ଆପଣ ବହୁତ ସାରା ପାଇବେ। ଆଉ ଯଦି ୟାର ମଞ୍ଜି ରଖିବାକୁ ନ ଚାହିଁବେ, ତାହେଲେ ଏ ଗଛ ବହୁତ ଦିନ ପର୍ଯ୍ୟନ୍ତ ଏମିତିକା ଗ୍ରୋଥ୍ କରିବ। ଆଉ ଦେଖିବାକୁ ବି ଭାରି ସୁନ୍ଦର ଲାଗିବ, ବହୁତ ବାଗର ଲାଗିବ। ଆଉ ଯଦି ମଞ୍ଜି ଛାଡ଼ିବେ, ତାହେଲେ ଏଇ ଯୋଉ ବଡ଼ ବଡ଼ ପତ୍ର ହେଇଛି ନା, ଏଗୁଡ଼ାକ ଟିକେ ଝାଉଁଳିବାକୁ ଲାଗିବ, ହଳଦିଆ ପଡ଼ିବ ଆଉ କିଛି ପତ୍ର ନଷ୍ଟ ହବାକୁ ଲାଗିବ। ଆଉ ତା ସାଥିରେ ସେ ମଞ୍ଜି କଲେକ୍ଟ ହେଲା ପରେ, ଏ ପୁରୁଣା ଗଛ ମରିଯାଇ ନୂଆ ଗଛ ଉଠିଥାଏ, ତାରି ମଞ୍ଜି ପଡ଼ିକି। କିନ୍ତୁ ଆପଣଙ୍କୁ ମୁଁ କହିଦଉଛି, ଆପଣ ନର୍ସରୀରେ ବି ପ୍ରାୟତଃ ୟାକୁ ଖୋଜିଲେ ଆପଣ ପାଇଯିବେ। ବିଲାତି ଧଣିଆ, ପାହାଡ଼ି ଧଣିଆ ନାଁରେ ପରିଚିତ। ଯଦି ପାଉଛନ୍ତି ନା, ତାହେଲେ ଥରେ ନିଶ୍ଚିତ ଭାବରେ ଆପଣଙ୍କ ଗାର୍ଡେନରେ ଆଣନ୍ତୁ। ଆପଣ ଥରେ ଯଦି କିଣିକି ଆଣିବେ, ଆଉ ଆପଣଙ୍କୁ କିଣିବାକୁ ହିଁ ପଡ଼ିବନି। ତାରି ମଞ୍ଜିରୁ ଗଛ ପଡ଼ିକିରି ଆପଣଙ୍କର ବହୁତ ସାରା ମିଳିଯିବ। ଆଉ ଏଇ ଧଣିଆ ପତ୍ରଟା ଯଦି ଆପଣ ଲଗେଇବେ ଗୋଟେ ବୁଦା, ତାହେଲେ ଆପଣଙ୍କୁ ଆଉ କିଛି ଯୋଉ ଆମର ହାଇବ୍ରିଡ ଧଣିଆ ଥାଏ, ଦେଶୀ ଧଣିଆ ଥାଏ, ତ ତାକୁ ଲଗେଇବାକୁ ଆପଣଙ୍କୁ ଇଚ୍ଛା ହିଁ ହବନି। କାହିଁକିନା ପୁରା ସମାନ ସ୍ୱାଦ ଆଉ ସମାନ ପୁରା ବାସ୍ନା ବି ମଧ୍ୟ ଇଏ ପୁରା ଆସୁଛି। ଆଉ ବାରମାସୀ ଆପଣଙ୍କ ବଗିଚାରେ ରହିବ ବି ମଧ୍ୟ।